ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋର ବାପା କିମ୍ବା ମା ମାନେ, ମୋଠୁ ସାନ କିମ୍ବା ବଡ଼, ମୋର ଭାଇ ଓ ଭଉଣୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଆପଣମାନେ ଶୁଣିଥିବେ ଏହି ପୃଥିବୀ ଜଳ ଦ୍ୱାରା ବିନାଶ ହେବା ପାଇଁ ଯାଉଅଛି। ଡିସେମ୍ବର 25 ତାରିଖ ଦିନରେ ଏହି ପୃଥିବୀ ଜଳ ଦ୍ୱାରା ବିନାଶ ହେବା ପାଇଁ ଯାଉଅଛି ବୋଲି ଜଣେ ବ୍ୟକ୍ତି ପ୍ରକାଶ କରୁଅଛି। ଆପଣମାନେ ସୋସିଆଲ ମିଡ଼ିଆରେ ଆପଣମାନେ ଶୁଣି ମଧ୍ୟ ଥିବେ। ଅନେକ ଭିଡ଼ିଓ ମାଧ୍ୟମରେ ଯାହାକି ଲୋକମାନେ ଭିଡ଼ିଓ ବନାଉଛନ୍ତି, ଆପଣମାନେ ଦେଖି ମଧ୍ୟ ଥିବେ। ସେହି ବ୍ୟକ୍ତି ପ୍ରକାଶ କରୁଅଛି ଯେ ବର୍ତ୍ତମାନ ପୃଥିବୀ ନୋହଙ୍କ ସମୟରେ ଯେପରି ଘଟିଥିଲା, ବର୍ତ୍ତମାନ ମଧ୍ୟ ଏହି ପୃଥିବୀ ବର୍ତ୍ତମାନ ଜଳ ଦ୍ୱାରା ବିନାଶ ହେବା ପାଇଁ ଯାଉଅଛି ବୋଲି ସେ ପ୍ରକାଶ କରୁଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ବର୍ତ୍ତମାନ ଏହି ପୃଥିବୀ ଜଳ ଦ୍ୱାରା ପରମେଶ୍ୱର ବିନାଶ କରିବେ ନାହିଁ। କାହିଁକି କରିବେ ନାହିଁ, ଏହି ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ପୃଥିବୀ ଅଗ୍ନି ଦ୍ୱାରା ବିନାଶ ହେବା ନିମନ୍ତେ ରଖାଯାଇଅଛି। ଏହି ବିଷୟରେ ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବାଇବଲରେ ଲେଖାଯାଇଥିବା ବିଷୟ ହିଁ ସର୍ବପ୍ରଥମେ ଆପଣମାନେ କେତୋଟି ବିଷୟ ଆପଣମାନେ ଜାଣିବା ଦରକାର। ତେବେ ଯାଇ ଆପଣମାନେ ସ୍ପଷ୍ଟ ଭାବରେ ବୁଝିପାରିବେ, ସୁନ୍ଦର ଭାବରେ ବୁଝିପାରିବେ କାହିଁକି ପରମେଶ୍ୱର ଏହି ପୃଥିବୀକୁ ଜଳ ଦ୍ୱାରା ବିନାଶ କରିବେ ନାହିଁ ଏହି ବିଷୟରେ। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ମାଥିଉ ଲିଖିତ ସୁସମାଚାର ତାର 24 ପର୍ବ 4 ଏବଂ 5 ପଦରେ ଲେଖାଯାଏ। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ। ଏହି ଜାଗାରେ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହୁଅଛି। କିଛି ବିଷୟ ଆପଣମାନେ ସଠିକ୍ ଭାବରେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାପରେ ସେ ଆପଣମାନେ ଜାଣିପାରିବେ ଯେ ପ୍ରଭୁ ଯୀଶୁ କାହିଁକି ଜଳ ଦ୍ୱାରା ବିନାଶ କରିବେ ନାହିଁ ଏବଂ ଏହି ପୃଥିବୀ ଜଳ ଦ୍ୱାରା ବିନାଶ ହେବ ନାହିଁ। ନୋହଙ୍କ ସମୟରେ ଏହି ପୃଥିବୀକୁ ଜଳ ଦ୍ୱାରା ପରମେଶ୍ୱର ବିନାଶ କରିଅଛନ୍ତି। ବର୍ତ୍ତମାନ ଏହି ପୃଥିବୀକୁ ଜଳ ଦ୍ୱାରା ବିନାଶ କରିବେ ନାହିଁ, ଅଗ୍ନି ଦ୍ୱାରା ପରମେଶ୍ୱର ବିନାଶ କରିବେ। ଏହି ବାକ୍ୟ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। କିନ୍ତୁ କିଛି ବିଷୟ ଆପଣମାନେ ଜାଣନ୍ତୁ। ସର୍ବପ୍ରଥମେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ ଯେ ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହୁଅଛି କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ଏ ବିଷୟ ପ୍ରଭୁ ଯୀଶୁ ସର୍ବପ୍ରଥମେ କହୁଅଛନ୍ତି ଶିଷ୍ୟମାନଙ୍କୁ, ଜାଗ୍ରତ କରାଉଛନ୍ତି। କାରଣ ପ୍ରଭୁ ଯୀଶୁଙ୍କର ଯିବାର ସମୟ ଆସୁଅଛି। ଏହି ବାକ୍ୟ ଅନୁସାରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ପ୍ରଭୁ ଯୀଶୁ କହିଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ସେଇ ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣେ ନାହିଁ, କେବଳ ମାତ୍ର ପିତା ଜାଣନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ସେଇ ଦିନକୁ, ସେଇ ସମୟକୁ, ସେଇ ମାସକୁ କେହି ଜାଣନ୍ତି ନାହିଁ। ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣେ ନାହିଁ, କେବଳ ପିତା ଜାଣିଅଛନ୍ତି। ବର୍ତ୍ତମାନ ସମୟରେ ଏମାନେ କେମିତି ଜାଣିପାରୁଛନ୍ତି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଟିକେ ଟିକେ ଭାବନ୍ତୁ, এই ବ୍ୟକ୍ତି କେମିତି ଜାଣିପାରୁଅଛି ଯେ ଅମୁକ ଦିନରେ ଏ ପୃଥିବୀ ଧ୍ୱଂସ ହେବା ପାଇଁ ଯାଉଅଛି ଏବଂ
ଆଗରୁ 2 ମାସ କିମ୍ବା ମାସ ତଳର କଥା ଆପଣମାନେ ଶୁଣିଥିବେ। ଜଣେ ପ୍ରଭୁଙ୍କର ଦାସ କହୁଥିଲେ ବର୍ତ୍ତମାନ ମଣ୍ଡଳୀ ଅମୁକ ତାରିଖରେ ପ୍ରଭୁ ଯୀଶୁ ଉଠାଇ ନେଉଛନ୍ତି ବା ଉଠାଇ ନେବେ, ଏ ବିଷୟ ପ୍ରକାଶ କରିଥିଲେ। ଏବଂ ବର୍ତ୍ତମାନ ଆପଣମାନେ ଶୁଣୁଅଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅମୁକ ତାରିଖରେ ପୃଥିବୀ ଧ୍ୱଂସ ହେବା ପାଇଁ ଯାଉଅଛି। ନୋହଙ୍କ ସମୟରେ ସେପରି ଘଟିଥିଲା, ସେହି ପ୍ରକାର ହେବା ପାଇଁ ଯାଉଅଛି, ଏ ବିଷୟ କହୁଅଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଏ ପୃଥିବୀ ଧ୍ୱଂସ ହେବାଟା ସୁନିଶ୍ଚିତ। ସେଇ ଦିନ, ସେଇ ସମୟ, ସେଇ ମାସ ଆମେମାନେ ଜାଣିନାହୁଁ। ପ୍ରଭୁଙ୍କର ଦିନ ଅଳ୍ପ ସମୟ ଅଟେ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ଜାଗ୍ରତ କରାଉଛନ୍ତି ଯେ ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ସେଇ ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣେ ନାହିଁ, କେବଳ ପିତା ଜାଣିଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ରୁହନ୍ତୁ। ପ୍ରଭୁ ଯୀଶୁ କହୁଛନ୍ତି 4ଟି ଅପସନ୍ ଦେଇଛନ୍ତି, ଆପଣମାନେ ଜାଣିଛନ୍ତି କିମ୍ବା ଜାଣିନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ କୁକୁଡ଼ା ଡାକିବାରେ ସମୟ ହେଲେ ଆସିପାରିବେ, କିମ୍ବା ପାହାନ୍ତିଆ ସମୟ କିମ୍ବା ରାତ୍ରି ସମୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ଚୋର ପରି ଆସିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ନିଶ୍ଚୟ ଆସିବେ, ବିଳମ୍ବ କରିବେ ନାହିଁ। କିନ୍ତୁ ଅନେକ ଲୋକ ବିଳମ୍ବ ବୋଲି ଭାବୁଛନ୍ତି। ଆଗରେ ଯେମିତି ଥିଲା ବର୍ତ୍ତମାନ ମଧ୍ୟ ସେମିତି ଅଛି, ଏମିତି ଭାବୁଛନ୍ତି। କିନ୍ତୁ ଏ ପୃଥିବୀ ପ୍ରଭୁ ଯୀଶୁ ଧ୍ୱଂସ କରିବେ, ବିନାଶ କରିବେ। କିନ୍ତୁ ଜଳ ଦ୍ୱାରା ପ୍ରଭୁ ଯୀଶୁ ବିନାଶ କରିବେ ନାହିଁ। ଏବଂ ପ୍ରଭୁ ଯୀଶୁଙ୍କର ଆସିବାର ସମୟ, ଏ ପୃଥିବୀକୁ ଧ୍ୱଂସ କରିବାର ସମୟ କେହି ଜାଣନ୍ତି ନାହିଁ। କାରଣ ଏହି ଜାଗାରେ ଲେଖାଯାଏ ସେଇ ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣେ ନାହିଁ, କେବଳ ମାତ୍ର ପିତା ଜାଣନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆସନ୍ତୁ ଆଉ ଗୋଟିଏ ବାକ୍ୟ ଦେଖିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯିଶାୟ ତାର 30 ପର୍ବ ତାର 26-27, ଆହୁରି ଯେଉଁଦିନ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାର ଜାତ ସେମାନଙ୍କର କ୍ଷତ ସୁସ୍ଥ କରିବେ, ସେଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି 7 ଦିନର ଦୀପ୍ତି ତୁଲ୍ୟ 7 ଗୁଣ ହେବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସୂର୍ଯ୍ୟ ଯେମିତି ଜଳୁଛି, ସୂର୍ଯ୍ୟ ଯେମିତି କିରଣ ଦେଉଅଛି, ଚନ୍ଦ୍ର ସେଇ ଦିନକୁ ଦେବ। ଏବଂ এই ସୂର୍ଯ୍ୟ 7 ଗୁଣ ଦେବ, ଅର୍ଥାତ୍ 7 ଦିନର ସୂର୍ଯ୍ୟ ଗୋଟିଏ ଦିନରେ ଦେଇପାରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ପରମେଶ୍ୱର କାହିଁକି ଜଳ ଦ୍ୱାରା ବିନାଶ କରିବେ ନାହିଁ? এই ଜାଗାରେ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦ୍ୱିତୀୟ ପିତର ତାର 3 ପର୍ବ 3, 6, 7, 9, 10 ଦେଖିବା ନିମନ୍ତେ ଯିବା। এই জায়গায় লেখা যায়, প্রথমে ইহা জ্ঞাত হচ্ছে শেষ কালরে আপনা আপনা অভিলাষ অনুসারে আচরণকারী পরিহাস্যক লোক উপস্থিত হয়ে পরিহাস্য করিবে। বুঝন্তু প্রভুঙ্কর প্রিয় লোক মানে, আপনার মানে সঠিক ভাবে বুঝন্তু। মু মোর নিজর জ্ঞান অনুসারে কহু না, ঈশ্বরঙ্কর পবিত্র বাইবলে লেখা যায় প্রভু চোর পরি এই পৃথিবীরে আসিবা পাই যাউଅଛନ୍ତି। আপনার মানে জাগ্রত, ମୁଁ ମଧ୍ୟ ଜାଗ୍ରତ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣମାନେ ଜାଗ୍ରତ ଥାନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ଆପଣମାନେ ଥାନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଲେଖାଯାଏ ପ୍ରଥମେ ଏହା ଜ୍ଞାତ ହୁଅଛେ ଶେଷ କାଳରେ ଆପଣା ଆପଣା ଅଭିଳାଷା ଅନୁସାରେ ଆଚରଣକାରୀ ପରିହାସକ ଲୋକ ଉପସ୍ଥିତ ହୋଇ ପରିହାସ କରିବେ। କାହିଁକି ପରିହାସ କରିବେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହାଙ୍କର ଆଗମନର ପ୍ରତିଜ୍ଞା ନାହିଁ। ପ୍ରଭୁ ଯୀଶୁ କହିଛନ୍ତି ଯେ ଅମୁକ ଦିନରେ ଆସିବେ, ତାହାଙ୍କର ପ୍ରତିଜ୍ଞା ନାହିଁ।
এই প্রকার আমার নিজর লোক মানে প্রকাশ করিবে। প্রভুকে জানিথিবা লোক মানে এমিতি লোক মানে মধ্যে অছন্তি প্রভু যীশু এবে আসিবে না, সময় অছি এমিতি সেমানে ভাবন্তি। কিন্তু প্রভুঙ্কর প্রিয় লোক মানে এই জায়গার লেখা যায় কেতেক বিলম্ব বলি ভাবন্তি, কিন্তু প্রভু যীশু সেই প্রকার বিলম্ব করন্তি না। কাহিকি বিলম্ব করুଅଛନ୍ତି প্রভুঙ্কর প্রিয় লোক মানে এই বিষয়ের মধ্যে কহিবা পাই চাহে। আপন মানে সেপরি মন পরিবর্তন করন্তি, ସେଥିପାଇଁ ପ୍ରଭୁ ଯୀଶୁ ବିଳମ୍ବ କରୁଅଛନ୍ତି। ଭାବି ନିଅନ୍ତୁ ଆପଣମାନେ ଜନ୍ମରୁ ଖ୍ରୀଷ୍ଟିଆନ, ଆପଣମାନେ 2025ରେ ପ୍ରଭୁ ଯୀଶୁଙ୍କୁ ପାଇଲେ, ତାହେଲେ ଯଦି ଆଗରୁ ଯଦି ଆସିଥାନ୍ତେ ତାହେଲେ ଆପଣଙ୍କର ଜୀବନ କେମିତି ହେଇଥାନ୍ତା? ଆପଣମାନେ ନାମରେ ଖ୍ରୀଷ୍ଟିଆନ କିନ୍ତୁ ପ୍ରଭୁକୁ କେବେ ପାଇଲେ? ଯଦି ଆଗରୁ ଯଦି ଆସିଥାନ୍ତେ ତାହେଲେ ଆପଣଙ୍କର ଜୀବନ କେମିତି ହେଇଥାନ୍ତା? ସେଥିପାଇଁ ପ୍ରଭୁ ଯୀଶୁ ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି? ଆପଣମାନେ ଟିକେ ଭାବନ୍ତୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଇ ଜାଗାରେ ଲେଖାଯାଏ, ଆଉ ତୋ ଦ୍ୱାରା ସେଇ କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ନୋହଙ୍କ ସମୟରେ ଏଇ ପୃଥିବୀ ଜଳ ଦ୍ୱାରା ପରମେଶ୍ୱର ବିନାଶ କଲେ। ଆପଣମାନେ ଈଶ୍ୱରଙ୍କର ପବିତ୍ର ଅଧ୍ୟୟନ କରିଥିବେ, ଜାଣି ମଧ୍ୟ ଥିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏଇ ଜାଗାରେ ଲେଖାଯାଏ, ପୁଣି এই বর্তমান আকাশমণ্ডল ও পৃথিবী সেই বাচ্য দ্বারা অধার্মিক লোকমানଙ୍କର বিচার ও বিনাশর দিন পর্যন্ত সঞ্চিত হয়ে অগ্নি নিমন্তে রক্ষিত হইଅଛି। প্রভুଙ୍କର প্রিয় লোকମାନେ ଆପଣମାନେ ଭାବନ୍ତୁ, সেই দিন বর্তমান আকাশমণ্ডল এবং পৃথিবী সেই দিন অর্থাৎ প্রভুঙ্কর সেই বিচার দিন। এই জায়গা লেখা যায়, পুଣି বর্তমান আকাশমণ্ডল ও পৃথিবী সেই বাক্য দ্বারা অধার্মিক লোকমানଙ୍କର বিচার, কার বিচার? অধার্মিক লোকমানଙ୍କର বিচার ও বিনাশর দিন পর্যন্ত সঞ্চিত হয়ে অগ্নি নিমন্তে রক্ষিত হইଅଛି। প্রভুঙ্কর প্রিয় লোকମାନେ এই পৃথিবীକୁ পরমেশ্বর সেই সদাপ্রভু অগ্নি দ্বারা বিনাশ করিবে, জল দ্বারা নুহে। ଆପଣମାନେ ଟିକେ ଭାବନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ପ୍ରଥମ କରନ୍ତୀୟ 3:13 ଲେଖାଯାଏ, ତାହା ହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେଦିନ ତାହା ପ୍ରକାଶ କରିବ, ଯେଣୁ ସେଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର ସେ ଅଗ୍ନି ପରୀକ୍ଷା କରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଯଦି ଭଲ କାର୍ଯ୍ୟ କରିଅଛନ୍ତି ତାହେଲେ ଆପଣମାନେ ରକ୍ଷା ପାଇବେ, ନହେଲେ ଅଗ୍ନି ଦ୍ୱାରା ଆପଣମାନେ ଭସ୍ମ କରାଯିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ଶେଷ ପର୍ଯ୍ୟନ୍ତ ଆପଣମାନେ এই বিষয়କୁ এই ভিডিওକୁ ଆପଣମାନେ ଦେଖୁଅଛନ୍ତି। কিন্তু প্রভুঙ্কর প্রিয় লোকମାନେ এই পৃথিবী জল দ্বারা বিনাশ ହେବ ନାହିଁ, অগ্নি দ্বারা পরমেশ্বর বিনাশ କରିବେ। এবং বর্তমান সমୟରେ ଆପଣମାନେ ଅନେକ ଲୋକମାନଙ୍କର ଶିକ୍ଷାରେ ଆପଣମାନେ ଭ୍ରାନ୍ତ ହୁଅ ନାହିଁ। ଏବଂ ଆପଣମାନଙ୍କୁ ମୁଁ ମଧ୍ୟ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ ବାଇବଲରେ ଥିବା ବିଷୟ କହୁଅଛି କିମ୍ବା ବାଇବଲର ବାହାରେ କହୁଅଛି, ଆପଣମାନେ ମୋତେ ମଧ୍ୟ ଆପଣମାନେ ପରୀକ୍ଷା କରନ୍ତୁ। এবং ଜଣେ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପାଇଁ ହେଲେ ସର୍ବପ୍ରଥମେ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିଥିବା ଦରକାର। ଏବଂ ଆପଣମାନେ ଅଧ୍ୟୟନ ମଧ୍ୟ କରନ୍ତୁ। এই ଶେଷରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ এই ପୃଥିବୀକୁ ପରମେଶ୍ୱର ଜଳ ଦ୍ୱାରା ବିନାଶ କରିବେ ନାହିଁ, ଅଗ୍ନି ଦ୍ୱାରା ବିନାଶ କରିବେ। ଏବଂ ସମୟ ଥାଉ ତ ସୁଯୋଗ ଥାଉ ତ ଆପଣମାନେ ପ୍ରଭୁ ଯୀଶୁଙ୍କ ପ୍ରତି ଆପଣମାନେ ଫେରନ୍ତୁ। ଆପଣମାନଙ୍କର ପାପକୁ ପ୍ରଭୁ ଯୀଶୁଙ୍କ ପାଖରେ ସ୍ୱୀକାର କରନ୍ତୁ। প্রভু যীশু ক্ষমা করিবে এবং সেই দিনরে আপনার অগ্নি দ্বারা আপনার বিচারিত হব না। প্রভু আপনার সমস্ত লোকଙ୍କୁ নূতন আকাশ নূতন পৃথিবীরে আপনার রাখবে। এই ছোট বাক্য দ্বারা আপনার সমস্ত লোকଙ୍କୁ প্রভু আশীর্বাদ করন্তু।